ଆଜିର ପ୍ରଥମ ପ୍ରଶ୍ନ ହେଉଛି ଭାରତର ପ୍ରଥମ ମହିଳା IPS କିଏ ଥିଲେ? ଅପସନ୍ ଏ ଇନ୍ଦିରା ଗାନ୍ଧୀ, ଅପସନ୍ ବି ସରୋଜିନୀ ନାଇଡୁ, ଅପସନ୍ ସି କିରଣ ବେଦୀ, ଅପସନ୍ ଡି ମଦର ଟେରେସା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କିରଣ ବେଦୀ। ଭାରତର ପ୍ରଥମ ମହିଳା IPS ହେଉଛନ୍ତି କିରଣ ବେଦୀ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜ୍ୟର ମହିଳାମାନେ ସବୁଠାରୁ ଅଧିକ ପଢ଼ାଲେଖା ହୋଇଥାନ୍ତି? ଅପସନ୍ ଏ ଓଡ଼ିଶା, ଅପସନ୍ ବି ବିହାର, ଅପସନ୍ ସି କେରଳ, ଅପସନ୍ ଡି କର୍ଣ୍ଣାଟକ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କେରଳ। କେରଳ ରାଜ୍ୟର ମହିଳାମାନେ ସବୁଠାରୁ ଅଧିକ ପଢ଼ାଲେଖା ହୋଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳକୁ ଉଡ଼ାଜାହାଜରେ ନେବା ପାଇଁ ମନା କରାଯାଇଥାଏ? ଅପସନ୍ ଏ ଆମ୍ବ, ଅପସନ୍ ବି ପଣସ, ଅପସନ୍ ସି ତରଭୁଜ, ଅପସନ୍ ଡି ନଡ଼ିଆ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ନଡ଼ିଆ। ନଡ଼ିଆକୁ ଉଡ଼ାଜାହାଜରେ ନେବା ପାଇଁ ମନା କରାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, କଞ୍ଚା ଲଙ୍କା ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ସୁଗର, ଅପସନ୍ ବି ବ୍ଲଡ଼ ପ୍ରେସର, ଅପସନ୍ ସି କ୍ୟାନ୍ସର, ଅପସନ୍ ଡି ହାର୍ଟ ଆଟାକ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କ୍ୟାନ୍ସର। କଞ୍ଚା ଲଙ୍କା ଖାଇବା ଦ୍ୱାରା କ୍ୟାନ୍ସର ରୋଗ ଠିକ୍ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀ କେଉଁ ଜାତିର ଅଟନ୍ତି? ଅପସନ୍ ଏ ଧୋବା, ଅପସନ୍ ବି ବ୍ରାହ୍ମଣ, ଅପସନ୍ ସି ବଣିଆ, ଅପସନ୍ ଡି ତେଲି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବଣିଆ। ମହାତ୍ମା ଗାନ୍ଧୀ ବଣିଆ ଜାତିର ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ବାଇଗଣୀ ରଙ୍ଗର ଟମାଟର କେଉଁ ଦେଶରେ ଦେଖିବାକୁ ମିଳେ? ଅପସନ୍ ଏ ଆଫ୍ରିକା, ଅପସନ୍ ବି ଇଂଲଣ୍ଡ, ଅପସନ୍ ସି ଚୀନ, ଅପସନ୍ ଡି ଆମେରିକା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଇଂଲଣ୍ଡ। ଇଂଲଣ୍ଡ ଦେଶରେ ବାଇଗଣୀ ରଙ୍ଗର ଟମାଟର ଦେଖିବାକୁ ମିଳେ। ପରବର୍ତ୍ତୀ ପ୍ରଶ୍ନ, କେଉଁଠାରେ ଶାଶୁବୋହୂ ମନ୍ଦିର ଅବସ୍ଥିତ? ଅପସନ୍ ଏ ଜୟପୁର, ଅପସନ୍ ବି ଉଦୟପୁର, ଅପସନ୍ ସି ରାଜସ୍ଥାନ, ଅପସନ୍ ଡି ପଞ୍ଜାବ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଉଦୟପୁର। ଉଦୟପୁର ଠାରେ ଶାଶୁବୋହୂ ମନ୍ଦିର ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ମଣିଷକୁ କେଉଁ ରୋଗ ହେଲେ ଆଳୁ ଖାଇବା ଉଚିତ ନୁହେଁ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ସୁଗର, ଅପସନ୍ ଡି ମଧୁମେହ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସୁଗର। ସୁଗର ରୋଗ ହେଲେ ମଣିଷକୁ ଆଳୁ ଖାଇବା ଉଚିତ ନୁହେଁ। ପରବର୍ତ୍ତୀ ପ୍ରଶ୍ନ, ପେଟିଏମ୍ କେଉଁ ଦେଶର କମ୍ପାନୀ ଅଟେ? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ଆମେରିକା, ଅପସନ୍ ଡି ଇଂଲଣ୍ଡ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଭାରତ। ପେଟିଏମ୍ ଭାରତର କମ୍ପାନୀ ଅଟେ। ପରବର୍ତ୍ତୀ ପ୍ରଶ୍ନ, ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଥାଏ? ଅପସନ୍ ଏ ଓଠ, ଅପସନ୍ ବି ଜିଭ, ଅପସନ୍ ସି ନାକ, ଅପସନ୍ ଡି କାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ନାକ। ମିଛ କହିବା ସମୟରେ ନାକ ଗରମ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶ ସର୍ବପ୍ରଥମେ ଦିଆସିଲି ଆବିଷ୍କାର କରିଥିଲା? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ବ୍ରିଟେନ, ଅପସନ୍ ଡି ଜାପାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବ୍ରିଟେନ। ବ୍ରିଟେନ ଦେଶ ସର୍ବପ୍ରଥମେ ଦିଆସିଲି ଆବିଷ୍କାର କରିଥିଲା।
ପରବର୍ତ୍ତୀ ପ୍ରଶ୍ନ, କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ଛୋଟ ହୋଇଥାଏ? ଅପସନ୍ ଏ ପାରା, ଅପସନ୍ ବି ବଗ, ଅପସନ୍ ସି କାଉ, ଅପସନ୍ ଡି ହୁମିଙ୍ଗ ବାର୍ଡ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ହମିଙ୍ଗ ବାର୍ଡ। ଭିଡ଼ିଓ ଭଲ ଲାଗିଥିଲେ ଗୋଟେ ଲାଇକ୍ କରନ୍ତୁ ଓ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ।